नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये। मोखं करोति वाचालं पङ्गो लङ्घयते गिरिं यत्कृपातमहं वन्दे परमानन्दमाधव। मार्गशीर शुक्ल मुख्य एकादशी महात्म्य। युधिष्ठिर उवाच कहन्ति राजा युधिष्ठिर शुणिबा प्रभु दामोदर कृष्णपक्षर एकादशी कथा शुणिली ब्रह्मराशि एवे मास शुक्लपक्ष एकादशीर नाम मुख्य कहिबा जे विधि विशेष के हुए केउ फले तोष। श्रीकृष्ण उवाच कृष्ण कहन्ति महाराज उत्तम पचारिले आज अति विमले प्रतिदश तुम्भर प्रचरिव जस जानी ताहाकु त्रिभुवने करी तरिव जनमाने ए मार्गशीर शुक्ल एकादशी मोक्ष नाम रे जे प्रकाशी जाहाकु शुणिण सकल लभन्ति बाजपेय फल ए सर्व पाप हर पर एथिरे पूजा दामोदर दशमी द्वादशी सहित पूर्व विधिरे विहित शुण एकादशी कथा अछि के पौराणिक कथा जे पिता माता सुत भ्राता जे अन्ये अटे अतिगता ए व्रत करी पुण्य हेले भव दुःखरु तरे भले एमन्ते महिमा एहार शुणि प्रत्यक्षे युधिष्ठिर संपत्ति भरे आलोकित रम्य योजन पुरयेत तहिरे पूर्वे वैख्यास्नस नामे एकई नरईश जे पुत्र परी प्रजा पाली शुचि चरित्रे ऋषि परी जेउ देशरे द्विजगण चतुर्वेदरे परायण प्रजा माने ही पापहीन से स्वामी ब्राह्मण अधीन एकई दिने ए नरेश देखिले स्वप्ने पीतवास देखि विरूप स्वप्न चिंती विस्मित होई से नृपति डकाई द्विजगु बसाई कहिले स्वप्ने देखिलई पिता नरके थाई मते बोइले उद्धार तु मते देखिए दुष्ट स्वप्न मोही पुत्र दारादी रुचु नाही किबा करिबी जेबी काहि कि धर्म कर्म करिबई कियबा दान किबा तप जेबे तरिबे मोर बाप
ବ୍ରାହ୍ମଣ ଉବାଚ ଯାହାର ପୁତ୍ର ଥାଇ କରି ପିତାକୁ ନ ପାରେ ଉଦ୍ଧରି ସେ ପୁତ୍ର ଜିଙ୍କିବା କାର୍ଯ୍ୟ ହଉ ବା କଲା ହଉ ଧାର୍ଯ୍ୟ ଯେ ପିତା ମାତା ନ ଉଦ୍ଧରେ ସେ ପୁତ୍ର ଜନ୍ମ କି ଅର୍ଥରେ ପିତାଙ୍କ ଗୁଣ କର୍ମ ଧ୍ୟାଇ ନରକ ହେତୁକୁ ନ ପାଇ ବିଚାରି ବ୍ରାହ୍ମଣ କହିଲେ ଜଳ ପର୍ବତ ମୁନି ମେଳେ ଶୁଣି ପଣ୍ଡିତ ଦ୍ୱିଜବାଣୀ ପ୍ରତ୍ୟୟ କରି ନୃପମଣି ଗଲେ ପର୍ବତ ମୁନି ଧାମ ଦେଖିଲେ ବିପୁଳ ଆଶ୍ରମ ବସିଅଛନ୍ତି ମୁନିବର ଦେଖିଲେ କିବା ବେଦବର ଚାରି ପାଖରେ ବେଦନାଦ ଶୁଣି ବିସ୍ମିତ ମୁଖ ଚାନ୍ଦ ଦେବ ମୁନିଙ୍କ ବୈଖାନସ ମନେ ପାଇଲା ବଡ଼ ତୋଷ ମସ୍ତକେ ଯୋଡ଼ିବେ ନିକର ପଡ଼ିଲେ ସତ୍ୱରେ ପୟର ଉଠି ମୁନିଙ୍କ ଆଜ୍ଞା ପାଇ ସ୍ତୁତି କରନ୍ତି ନର ସାଇ ବୈଖାନସର ଭକ୍ତି ଦେଖି ମନେ ପବିତ୍ର ହୋଇ ସୁଖୀ ପଚାରି ସପ୍ତାଙ୍ଗ କୁଶଳ ଆଶିଷ କରେ ଅନୁକୂଳ କହନ୍ତି ନୃପ ସପ୍ତାଙ୍ଗରେ କୁଶଳ ଏ ଅନୁପ୍ରକାରେ ତୁମ୍ଭର ଯହି ଅନୁଗ୍ରହ କିତହି ଈଶ୍ୱର ନିଗ୍ରହ ଆତ୍ମା ଆତ୍ମଯଦାରା ମହି ସେ ସର୍ବେ ସର୍ବଶୁଭ କହି କେବଳ ଆକୁଳ କାରଣ ଜାଣ ହୋଇଛି ଆଜ ଦୀର ଦେଖିଲି ଅଧୋଗତି ଗତ ହୋଇଅଛନ୍ତି ମୋର ତାତ କେଉଁ ଦାନରେ କେଉଁ ବ୍ରତ ମୁକ୍ତ ହୋଇବେ ମୋର ତାତ ଏ ମୋର ସଂଶୟ ଭେଦନେ ଅଇଲି ତୁମ୍ଭ ସନ୍ନିଧାନେ ପର୍ବତ ଧ୍ୟାନ କଲେ ଶୁଣି ଯହିଁରେ ଭୂତ ଭାବ ଜାଣି ମୁହୂର୍ତ୍ତେ ଧ୍ୟାନ କରି ଜାଣି ତହିଁରୁ ହେଲା ସ୍ୱର୍ଗବାଣୀ କହିଲେ ବୈଖାନସ ଶୁଣ ପିତାଙ୍କ ନରକ କାରଣ ଋତୁକୁ ଜାଣି ନରପତି ଦୁତି ପାଖରେ ଉପସ୍ଥିତି କନିଷ୍ଠା ପରବଶ ହେଲେ ଜ୍ୟେଷ୍ଠାର ଋତୁ ଭଙ୍ଗ କଲେ ସେହି ଦୋଷରୁ ପରିପାକ ହେଲା ପିତାର ଅଧୋଲୋକ କାଳ ଯେ ଜାଣି ଋତୁ ନାଶ ନ ଯାଏ ଯୁବତୀର ପାଶ ବାଳକ ହତ୍ୟା ଅପରାଧେ ସେ ଆସେ ଲିପ୍ତ ହୁଏ ମଧ୍ୟେ ପଥକୁ ଅଛି ପ୍ରତିକାର କହିବା ଶୁଣ ନୃପବର ପିତାର ମୁଖ୍ୟ କାମ ପାଇଁ ମୁଖ୍ୟ ବ୍ରତକୁ କର ତୁହି ବିଧି ଜାଗର କରି ପୂଜା ପୁର ସହିତେ କର ରାଜା ଭକ୍ତି ଶ୍ରଦ୍ଧାରେ ବ୍ରତ କରି ସମର୍ପ ପୁଣ୍ୟ ସ୍ଥାପି କରି ପିତାର ସ୍ୱର୍ଗ ଲାଭ ହେବ ତୁମ୍ଭର ପୁଣ୍ୟ ଯଶ ଥିବ ଏ ମାର୍ଗ ଶୁକ୍ଳ ଏକାଦଶୀ ସେହି ସେ ମୋକ୍ଷ ନାମେ ଭାସି ଶୁଣି ସନ୍ଦେହ ନାଶୀ ବ୍ରତ ମୁନିଙ୍କି କରି ଦଣ୍ଡବତ ବହୁତ ଜନେ କରି ପୂଜା ଅନୁଜ୍ଞା ମାଗି ଗଲେ ରାଜା
ବାଜିଲା ଡିମ୍ଢିମ ନଗରେ ଏ ମୁଖ୍ୟ ବ୍ରତ କରିବାରେ। ଦଶମୀ ପ୍ରାତ ଅବଧାରୀ ପୁର ସହିତ ଦଣ୍ଡଧାରୀ ସ୍ନାନ ସାରିଣ ସାବଧାନ ହେଲେ ଯେ ବିଧେୟ ବିଧାନ ସଂକଳ୍ପେ କଲେ ମହାବ୍ରତ ହେବେ ମୋ ପିତା ସ୍ୱର୍ଗଗତ। ପୂର୍ବ ପାତକ ନାଶ ହେବ ପୁଣ୍ୟ ବାସନା ଉପୁଜିବ ମଧ୍ୟାହ୍ନିକ ସାରି ନିଜ ଦେବତା ଅନୁସରି ଭକ୍ତି ଭବିଷ୍ୟ କରି ଦୀପ ଜାଳି ଜାଗ୍ରତ ହେଲେ ରୂପ। ଭଗବନ୍ ଧ୍ୟାନେ ରାତ୍ରି ଗଲା ପ୍ରବେଶ ପ୍ରାତ କାଳ ହେଲା ସ୍ନାନ ସାରିଣ ଶୁଚିମନ୍ତ ହୋଇ ନୃପତି ପାଠଗତ। ସାରିଲେ ନିତ୍ୟ କର୍ମମାନ ଶୁଣିଲେ ମହାତ୍ମା ପୁରାଣ ବ୍ରତ ଆରାଧି ଦେବ ପୂଜା କଲେ ସେ ବୈଖାନସ ରାଜା। ଦେବତା ଅତିଥି ବ୍ରାହ୍ମଣ ପୂଜିଲେ ରାଜା ପୁନଃ ପୁନଃ କାମ କ୍ରୋଧାଦି ବ୍ୟବହାର ନହିଲେ ପରତେ ତାଙ୍କର। ହିଂସାରେ ନାହିଁ ଅବକାଶ ଦୟାଦାନରେ ଦିନ ଶେଷ। ସାୟଂକାଳରେ ସ୍ନାନ ସାରି ପ୍ରଭୁଙ୍କୁ ସେବା ପୂଜା କରି ଜାଗର ଜାଳି ଉଜାଗରେ ହୋଇ ରହିଲେ ନୃପବରେ। ଚାରି ପ୍ରହରେ ପୂଜା ଚାରି କଲେ ସେ ନୃପତି ବିଚାରି। ଏ ରୂପେ ଏକାଦଶୀ ବ୍ରତ କଲେ ସେ ପୁରର ସହିତ। ବିପ୍ର ବୈଷ୍ଣବ ସାଧୁ ପ୍ରତି ଏ ସଙ୍ଗ କରି ନରପତି ଜାଗର ଜାଳି ଉଜାଗରେ ରହିଲେ ଦେବତା ଗରେ। କୃଷ୍ଣର କଥା ସୁଧା ପାନ କରି ବିସ୍ମରି କ୍ଷୁଧା ଦୀନ। ଦେଖି ବୈଷ୍ଣବ ସଂକୀର୍ତ୍ତନ କରିଣ ଶ୍ରୀକୃଷ୍ଣ କୀର୍ତ୍ତନ କଲେ ତ୍ରିପାଦ ଅବଶେଷ। ସ୍ନାନକୁ ଗଲେ ବୈଖାନସ ସ୍ନାନ ସନ୍ଧ୍ୟାଦି ସାରି ବସି ଅତିଥି ବ୍ରାହ୍ମଣ ସନ୍ତୋଷୀ ଜଳପାତ୍ର କି ଧରି କରେ କହନ୍ତି ବ୍ରାହ୍ମଣ ନିକରେ। କଲି ମୁଁ ମୁଖ୍ୟ ଏକାଦଶୀ ପୁର ନଗର ଜନ ମିଶି। ଏ ମୁଖ୍ୟ ଏକାଦଶୀ ଫଳ ପିତାଙ୍କୁ ଦେଇଣ ସକଳ। ଏଣୁ ମୋ ପିତା ସ୍ୱର୍ଗ ଯାଉ ବିପ୍ର ବୋଇଲେ ଅସ୍ତୁ ହେଉ। ପିତା ମାଇଲେ ମହାତୁଷ୍ଟି ଆକାଶୁ ହେଲା ପୁଷ୍ପବୃଷ୍ଟି। ବିଷ୍ଣୁଗଣରେ ସମାବୃତ ହୋଇ ସେ ବୈଖାନସ ତାତ। ପୁତ୍ରକୁ ସ୍ୱସ୍ତି ଦାନ କଲେ ବିମାନେ ବସି ସ୍ୱର୍ଗ ଗଲେ। ଜାଣ ସାକ୍ଷାତ ଫଳ ରାଜା ବିପ୍ର ବୈଷ୍ଣବ କରି ପୂଜା। ଆନନ୍ଦ ହୋଇ ପୁରୀ ଗଲେ ଦ୍ୱାଦଶୀ ବିଧି ଆଚରିଲେ। ବନ୍ଧୁ ବାନ୍ଧବ ସଙ୍ଗେ ଘେନି ହବିଷ୍ୟ କଲେ ରାଜମୁନି। ଏହାଙ୍କ ପ୍ରସଙ୍ଗେ ବିଧି କି କହିଲେ ଆଣିବ ବୁଦ୍ଧି କି। ସୁଜନେ ହୁଅ ସାବଧାନ କର ଏକାଦଶୀ ମାନ। କହନ୍ତି ପ୍ରଭୁ ଦାମୋଦର ଶୁଣ ହେ ରାଜା ଯୁଧିଷ୍ଠିର। ଆଉ ଏ ବ୍ରତ କରିବାର ଯେ ପଢ଼େ ଅବା ଶୁଣେ ନର ତାର ନିଶ୍ଚୟ ପାପ କ୍ଷୟ ହୁଏ ଅଶେଷ ପୁଣ୍ୟମୟ।
सेवा जपेय फल लभे जेबे प्रवर्ति स्तुति लभे ए ब्रह्म स्वभावे मोक्षद विचारे चिंतामणि भेद इच्छानुकूल फल पाई अवा मोक्ष कुशल भई। इति श्री ब्रह्मांड पुराणे मार्गशीर्ष शुक्ल मुख्य एकादशी महात्म्ये